ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ୍ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା 29 ଏପ୍ରିଲ 2025ର ଏକ୍ଜାମ୍ ରିଲେଟେଡ୍ କରେଣ୍ଟ ଆଫେୟର୍ସ। ଆଜିର ପ୍ରଥମ ପ୍ରଶ୍ନ, ଶିମିଳିପାଳ ଇଜ୍ ଲୋକେଟେଡ୍ ଇନ୍ ହ୍ୱିଚ୍ ଷ୍ଟେଟ୍ ହ୍ୱିଚ୍ ହାଜ୍ ବିନ୍ ଅଫିସିଆଲ ଗିଭେନ୍ ଦ ଷ୍ଟାଟସ୍ ଅଫ୍ ନ୍ୟାସନାଲ୍ ପାର୍କ। ଶିମିଳିପାଳ କେଉଁ ରାଜ୍ୟରେ ଅବସ୍ଥିତ ନିକଟରେ ଜାତୀୟ ଉଦ୍ୟାନର ମାନ୍ୟତା ଦିଆଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ଓଡ଼ିଶା। ଶିମିଳିପାଳ has now been officially declared a national park. Shimilpal has become the 107th national park of India and the second national park after ଭିତରକନିକା in Odisha. ଶିମିଳିପାଳ ହେଉଛି ଭାରତର 107ତମ ନ୍ୟାସନାଲ୍ ପାର୍କ ଏବଂ ଓଡ଼ିଶାର ସେକେଣ୍ଡ ନ୍ୟାସନାଲ୍ ପାର୍କ। ପ୍ରଥମ କେଉଁଟା ହେଇଛି ଭିତରକନିକା ନ୍ୟାସନାଲ୍ ପାର୍କ। ଏରିଆ ରହିଛି 845.70 ସ୍କୋୟାର କିଲୋମିଟର। ଶିମିଳିପାଳ has now become the largest national park in ଓଡ଼ିଶା। କେବେ ଡିକ୍ଲେୟାର ହେଇଥିଲା? 1973 ମସିହାରେ। କ୍ରିଟିକାଲ ଟାଇଗର ହ୍ୟାବିଟେଟ୍ କେବେ ଘୋଷଣା ହେଇଥିଲା? 2007 ମସିହାରେ। ନ୍ୟାସନାଲ୍ ପାର୍କ ଆର୍ ଷ୍ଟାବ୍ଲିଶ୍ ଅଣ୍ଡର ଦ ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ 1972। ପରବର୍ତ୍ତୀ ପ୍ରଶ୍ନ, Where is the International Buddhist Dham Conference held? ଆନ୍ତର୍ଜାତୀୟ ବୌଦ୍ଧ ଧାମ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ନାମସାଇ, ଅରୁଣାଚଳ ପ୍ରଦେଶ। About Buddhism. Buddhism was founded by Gautam Buddha. Gautam Buddha was born in ଲୁମ୍ବିନି in କେତେ 563 BCରେ ଜନ୍ମଗ୍ରହଣ କରିଥିଲେ। ଲୁମ୍ବିନି is currently located in Nepal. Gautam Buddha's childhood name was Siddhartha. Gautam Buddha attained enlightenment at the age of 35. Gautam Buddha's father name was King Sudhadhan and his mother's queen was Mahamaya. ପରବର୍ତ୍ତୀ ପ୍ରଶ୍ନ, India has provided medical assistance of $2 million to which country for the management of the thalassemia and sickle cell disease? ଥାଲାସେମିଆ ଏବଂ ରୋଗକ୍ରାନ୍ତ ରୋଗର ପରିଚାଳନା ପାଇଁ ଭାରତ କେଉଁ ଦେଶକୁ $2 ମିଲିୟନ ଚିକିତ୍ସା ସହାୟତା ପ୍ରଦାନ କରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ନେପାଳ। About of Nepal. କ୍ୟାପିଟାଲ ହେଉଛି କାଠମାଣ୍ଡୁ। କରେନ୍ସି ନେପାଲିସ୍ ରୁପି। ପ୍ରେସିଡେଣ୍ଟ କିଏ ଅଛନ୍ତି? ରାମଚନ୍ଦ୍ର ପୌଡେଲ। ପ୍ରାଇମ୍ ମିନିଷ୍ଟର କେପି ଶର୍ମା ଓଲି। ପରବର୍ତ୍ତୀ ପ୍ରଶ୍ନ, Where is the India Steel 2025 held? ଇଣ୍ଡିଆ ଷ୍ଟିଲ୍ 2025 କେଉଁଠାରେ ଅନୁଷ୍ଠିତ ହୋଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ମୁମ୍ବାଇଠାରେ ଇଣ୍ଡିଆ ଷ୍ଟିଲ୍ 2025 ଅନୁଷ୍ଠିତ ହୋଇଯାଇଛି। କେତେତମ ଏଡ଼ିସନ୍? 6ତମ ଏଡ଼ିସନ୍। ହେଲ୍ଡ କେଉଁଠି ହେଇଥିଲା? ମୁମ୍ବାଇ। ଡେଟ୍ 24ରୁ 26 ଏପ୍ରିଲ ପର୍ଯ୍ୟନ୍ତ
ଅନୁଷ୍ଠିତ ହୋଇଥିଲା। ଥିମ୍ କ'ଣ ରହିଛି? ପ୍ରମୋସନ୍, ଆପ୍ଲିକେସନ୍, ଆକୋମେନାଇଜେସନ୍, ସଷ୍ଟେନେବିଲିଟି, ଡିଜିଟାଇଜେସନ୍ ଆଣ୍ଡ ଡାଉନଷ୍ଟ୍ରିମ୍ ଆପ୍ଲିକେସନ୍। ଫାର୍ଷ୍ଟ ଏଡ଼ିସନ୍ ହେଇଥିଲା 2013 ମସିହାରେ। ସେକେଣ୍ଡ ଲାର୍ଜେଷ୍ଟ ଷ୍ଟିଲ୍ ହେଉଛି ଇଣ୍ଡିଆ, ଫାର୍ଷ୍ଟ କେଉଁଟା? ଚାଇନା। ପରବର୍ତ୍ତୀ ପ୍ରଶ୍ନ, Which of the following was recently hit by a powerful earthquake of magnitude 6.2? ନିମ୍ନଲିଖିତ ମଧ୍ୟରୁ କେଉଁଠି ନିକଟରେ 6.2 ମାଗ୍ନିଚ୍ୟୁଡ଼ର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ମାର୍ମାରା ସି। ପରବର୍ତ୍ତୀ ପ୍ରଶ୍ନ, Recently India has achieved success in gene therapy for which disease? ସମ୍ପ୍ରତି ଭାରତ କେଉଁ ରୋଗ ପାଇଁ ଜିନ୍ ଥେରାପିର ସଫଳତା ହାସଲ କରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ହେମୋଫିଲିଆ। ପରବର୍ତ୍ତୀ ପ୍ରଶ୍ନ, କୈଳାସ ମାନସରୋବର ଯାତ୍ରା 2025 will be done from which state of India? ଭାରତର କେଉଁ ରାଜ୍ୟରୁ କୈଳାସ ମାନସରୋବର ଯାତ୍ରା 2025 ଅନୁଷ୍ଠିତ ହେବ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ଉତ୍ତରାଖଣ୍ଡ ଏବଂ ସିକିମ୍। କୈଳାସ ମାନସରୋବର ଯାତ୍ରା ବିଟୱିନ୍ ଜୁନ୍ 30 ଆଣ୍ଡ ଅଗଷ୍ଟ 25 ମଧ୍ୟରେ କୈଳାସ ମାନସରୋବର ଯାତ୍ରା ଷ୍ଟାର୍ଟ ହେବ। ପରବର୍ତ୍ତୀ ପ୍ରଶ୍ନ, Which institute has been granted the status of deemed to be university by the Ministry of Education? କେଉଁ ଅନୁଷ୍ଠାନକୁ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ବିଶ୍ୱବିଦ୍ୟାଳୟ ବୋଲି ବିବେଚନା କରାଯାଇଛି ବା ମାନ୍ୟତା ଦିଆଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ। ପରବର୍ତ୍ତୀ ପ୍ରଶ୍ନ, Who has become the first Indian brand ambassador of Dreamy Technology? କିଏ ଡ୍ରିମି ଟେକ୍ନୋଲୋଜିର ପ୍ରଥମ ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ହୋଇଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, କ୍ରିତି ସନନ୍। ପରବର୍ତ୍ତୀ ପ୍ରଶ୍ନ, Where has South India's first air conditioned EMU train service been launched? ନିକଟରେ ଦକ୍ଷିଣ ଭାରତର ପ୍ରଥମ ଶୀତତାପ ନିୟନ୍ତ୍ରିତ EMU ଟ୍ରେନ୍ ସେବା କେଉଁଠାରେ ଆରମ୍ଭ ହୋଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଚେନ୍ନାଇ। ପରବର୍ତ୍ତୀ ପ୍ରଶ୍ନ, What is India's rank in investment in IT in Stanford IT Index 2025? ଷ୍ଟାନଫୋର୍ଡ IT ଇଣ୍ଡେକ୍ସ 2025ରେ ଆଇଟିରେ ପୁଞ୍ଜି ବିନିଯୋଗରେ ଭାରତର ମାନ୍ୟତା କେତେ ରହିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, 7। ପରବର୍ତ୍ତୀ ପ୍ରଶ୍ନ, Which country tested the hydrogen bomb in April 2025? ଏପ୍ରିଲ 2025ରେ କେଉଁ ଦେଶ ହାଇଡ୍ରୋଜେନ୍ ବମ୍ ପରୀକ୍ଷା କରିଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଚାଇନା। ପରବର୍ତ୍ତୀ ପ୍ରଶ୍ନ, Pakistan has announced the cancellation of Simla Agreement
In which year did this happen? ସିମଲା ଚୁକ୍ତିନାମା ବାତିଲ କରିବାକୁ ପାକିସ୍ତାନ ଘୋଷଣା କରିଛି। କେଉଁ ବର୍ଷରେ ଏହା ଏଗ୍ରିମେଣ୍ଟ ସାଇନ୍ କରାଯାଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି 1972 ମସିହାରେ ସିମଲା ଚୁକ୍ତି ରାଜିନାମା ଘୋଷଣା କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ Where did the second Asian Yogasan Sports Championship 2025 take place? ଦ୍ୱିତୀୟ ଏସିଆ ଯୋଗାସନ କ୍ରୀଡ଼ା ଚାମ୍ପିଅନସିପ୍ 2025 କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ନୂଆଦିଲ୍ଲୀଠାରେ ଦ୍ୱିତୀୟ ଏସିଆ ଯୋଗାସନ କ୍ରୀଡ଼ା ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଥିଲା। ଏସିଆ ଯୋଗାସନ କ୍ରୀଡ଼ା ଚାମ୍ପିଅନସିପ୍ ର୍ୟାଙ୍କ 1ରେ ଇଣ୍ଡିଆ 83 ଗୋଲ୍ଡ 3ଟି ସିଲଭର 1ଟିଏ ବ୍ରୋଞ୍ଜ। ଦ୍ୱିତୀୟ ସ୍ଥାନରେ କିଏ ଅଛି? ଜାପାନ 3ଟି ଗୋଲ୍ଡ 3ଟି ସିଲଭର 4ଟି ବ୍ରୋଞ୍ଜ। ର୍ୟାଙ୍କ 3 ନମ୍ବରରେ କିଏ ଅଛି? ମଙ୍ଗୋଲିଆ 1ଟିଏ ଗୋଲ୍ଡ 11ଟି ସିଲଭର 6ଟି ବ୍ରୋଞ୍ଜ। ଚତୁର୍ଥ ସ୍ଥାନରେ କିଏ ଅଛି? ଓମାନ 1ଟିଏ ଗୋଲ୍ଡ 3ଟି ସିଲଭର 4ଟି ବ୍ରୋଞ୍ଜ ଏବଂ ପଞ୍ଚମ ସ୍ଥାନରେ ନେପାଳ 27ଟି ସିଲଭର 12ଟି ବ୍ରୋଞ୍ଜ। ପରବର୍ତ୍ତୀ ପ୍ରଶ୍ନ Where has Union Minister Piyush Goyal launched Project Bharat to create 1 minute entrepreneur? କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ନିକଟରେ 1 ମିନିଟ୍ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ପ୍ରୋଜେକ୍ଟ ଭାରତ କେଉଁଠାରେ ଆରମ୍ଭ କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ମୁମ୍ବାଇ। ପରବର୍ତ୍ତୀ ପ୍ରଶ୍ନ A microcontinent has been discovered between Greenland and which country? ଗ୍ରୀନଲ୍ୟାଣ୍ଡ ଏବଂ କେଉଁ ଦେଶ ମଧ୍ୟରେ ଏକ ମାଇକ୍ରୋକଣ୍ଟିନେଣ୍ଟ ଆବିଷ୍କୃତ ହୋଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କାନାଡ଼ା।